या कुन्देन्दुतुषारहारधवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवैः सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। ମା ଗୋଟେ ଜଣଙ୍କ ଘରେ ସେମାନେ ଶୋଇଛନ୍ତି। ରାତି ବେଶୀ ହେଇନାହିଁ କିନ୍ତୁ ତଥାପି କବାଟ ଫାଟ ବନ୍ଦ କରି ବିଶ୍ରାମ ନେଉଛନ୍ତି। ବାହାରେ ଜୋରରେ ବର୍ଷା ହଉଛି, ଘଡଘଡି ସହିତ ବର୍ଷା ଜୋର ହଉଛି। ଏହି ସମୟରେ କବାଟରେ କିଏ ଜଣେ ଠକ୍ 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 କଲେ। ସିଏ ତରବରରେ ଯାଇକିରି କବାଟ ଖୋଲିଲେ। ଦେଖିଲାକୁ ଜଣେ ସ୍ତ୍ରୀ ଲୋକ ଠିଆ ହେଇଛି, ଆଉ ମାନେ ଗୋଟେ ବ୍ୟସ୍ତ ବିବ୍ରତ ଶରୀର, ମାନେ ଯେମିତି ମୁହଁ ଟିକେ ଯେମିତି ଡରିଲା ଭଳିଆ ସେମିତି। ତେଣୁ ସେ ଭଳିଆ ମୁହଁ। ତେଣୁ ସେ ଯେ ଇଏ କବାଟ ଖୋଲୁ ଖୋଲୁ ସେ ଧଡକି ଭିତରକୁ ପଶି ଆସିଲେ ଏବଂ କହିଲେ, ଆଜ୍ଞା ଆଜ୍ଞା ଶୀଘ୍ର କବାଟ ବନ୍ଦ କରିଦିଅନ୍ତୁ, ଆଉ ସେମାନେ ଏଇ ଆଡକୁ ଆସୁଛନ୍ତି। ସେ ଘର ମାଲିକ କବାଟ ବନ୍ଦ କରିଦେଲେ। ତାପରେ ଝରକା ଦେଇ ଦେଖିଲେ କଣ ଆକ୍ଚୁଆଲି କିଏ ଅଛି। ଦେଖିଲେ 3 ଜଣ ଗୁଣ୍ଡା ଦୌଡ଼ି ଦୌଡ଼ି ଯାଉଛନ୍ତି। ସେଠୁ ଆ ଭିତରେ ଆସିଲା ଯେ କଣ ହେଇଛି, କାହିଁକି ଏମାନେ ରାତି ଅଧରେ, ଇଏ କି ଲୋକ, କିଏ ସେ, କୁଆଡେ ଆସୁଥିଲେ, ଗୁଣ୍ଡା କାହିଁକି ଗୋଡେଇଲେ। ତେଣୁ ସେ ମହିଳାଙ୍କୁ ପଚାରିଲେ ଯେ ଆଜ୍ଞା ଆପଣ କିଏ ସେ, ଆଉ ସେମାନେ ଆପଣଙ୍କ ପଛରେ ଏମିତି କାହିଁକି ଦୌଡୁଛନ୍ତି, ମୁଁ ତ ଆପଣଙ୍କୁ କେବେ ଆମ ଗାଁରେ ଦେଖି ନାହିଁ। ସେଠୁ ମହିଳାଟି କହିଲେ, ଆଜ୍ଞା ମୁଁ ଦୂର ଏକ ସ୍ଥାନରୁ ଆସୁଥିଲି, ଆଉ ସେମାନେ ମୋର ଅଳଙ୍କାର ସବୁ ଲୁଟି ନେବାକୁ ମୋ ପଛରେ ଦୌଡୁ। ମୁଁ ଆକ୍ଚୁଆଲି ଜଣଙ୍କ ବନ୍ଧୁଙ୍କର ବିବାହଘର ପାଇଁ ଆସିଥିଲି, ଆଉ ମୋର ହଠାତ୍ ମୁଣ୍ଡ ବିନ୍ଧିଲା, ଆଉ ମୁଁ ଗାଡିଟିଏ ଭଡା କରିକି ଚାଲି ଆସିଲି। ଆଉ ବାଟରେ ଆସୁ ଆସୁ ସେମାନେ ସବୁ ଆସି ଗାଡି ଆଗରେ ଅଟକିଲେ ଏବଂ ଗାଡିକି ବନ୍ଦ କରିଦେଲେ। ଆଉ ଗାଡି ବାଲା ମଧ୍ୟ ଚୋର ଚୋର ବୋଲି ଚିତ୍କାର କଲା। ଆଉ ସେଇ ପାଟି ଗୋଳମାଳ ଭିତରେ ମୁଁ ସେଠୁ ଖସିକି ଦୌଡି ପଳେଇ ଆସିଛି। ଆ ଭିତରେ ବର୍ଷା ମୁଷଳଧାରାରେ ପଡିବାକୁ ଆରମ୍ଭ ହେଇଗଲାଣି। ଘର ମାଲିକ କହିଲା, ହଉ ଠିକ ଅଛି, ଯାହା ତ ହେଇଛି ସେମାନେ ତ ପଳେଇଲେଣି, ଆଉ ବର୍ଷା କିନ୍ତୁ ଏବେ ଜୋରରେ ହଉଛି, ଆପଣ ଯିବେ କେମିତି? ବର୍ଷା ନ ହଉଥାନ୍ତା ଛାଡି ଦେଇଥାନ୍ତେ। ତେଣୁ ଆପଣ ଗୋଟେ କାମ କରନ୍ତୁ, ଆଉ ଯାଆନ୍ତୁ ନାହିଁ, ଏଇଠି ରହିଯାଆନ୍ତୁ, ସକାଳ ହେଲେ ଯିବେ। ଏତିକି କହି ସିଏ ଗୋଟେ ଘରେ ତାଙ୍କ ପାଇଁ ବିଶ୍ରାମ ପାଇଁ ବିଛଣା କରିଦେଲେ। ମହିଳା ଜଣକ ଘର ମାଲିକ ପ୍ରତି ଧନ୍ୟବାଦ ଦେଲେ, କୃତଜ୍ଞତା ଜ୍ଞାପନ କଲେ, କରିକିରି ଗଲେ ସେ ଘରକୁ ଶୋଇବା ପାଇଁ। ଘରେ ଯିଏ ବି ହେଲେ ଜଣେ ଆସିଛନ୍ତି, ତେଣୁ ତାପରେ ତାଙ୍କର ସୁରକ୍ଷା ନେଇକି ଚିନ୍ତା, ଏପଟରେ ଗୁଣ୍ଡା ମାନେ କାଳେ ଫେରିବେ। ସେ ଘରର ଯିଏ ମାଲିକ, ସେ ତାଙ୍କୁ ନିଦ ହଉନଥାଏ, ତେଣୁ ସିଏ ରାତି ଯାକ ଖାଲି ବାହାରକୁ ଦେଖୁଥାନ୍ତି ଏବଂ ଆସି ମାନେ ଶୋଉଥାନ୍ତି, ଉଠୁଥାନ୍ତି, ଏପଟ ସେପଟ ହଉଥାନ୍ତି। ଆଉ ତା ଭିତରେ ସକାଳ ହେଇଗଲା। ଯାହା ହଉ ରାତିରେ କେହି ଗୁଣ୍ଡା ଫୁଣ୍ଡା ଆସିଲେନି। ତେଣୁ ସେ କହିଲେ ଯାହା ହଉ ଭଲ ହେଲା, ଆଉ ଏବେ ସେ ଉଠିକି ତାଙ୍କର ଯାଇପାରିବେ। ଆଉ ତାପରେ ସେ ଗଲେ,
ଯାଇକି ସେ ଘର କବାଟ ଠକ୍ ଠକ୍ କଲେ। ସେ ଉଠିବେ ବୋଲି କାହିଁକିନା ଶୋଇଥିବେ ନା। ଦେଖିଲା ବେଳକୁ ଘର ମେଲା, ମାନେ କବାଟଟା ଖାଲି ଆଉଜା ହେଇଛି। କିଛି ସମୟ ଠକ୍ ଠକ୍ କଲା ପରେ ନ ଶୁଣିଲେ, ସେଠୁ କବାଟକୁ ଟିକେ ଜୋର ଠକ୍ ଠକ୍ କଲା, ସେ ଖୋଲିଗଲା। ସେ ଆଶ୍ଚର୍ଯ୍ୟ ହେଇଗଲେ, ଦେଖିଲେ ସେ ଟିକେ ସେ ମହିଳା ନାହାନ୍ତି। ଯାଇକି ଦେଖିଲା ବେଳକୁ ଖଟ ଉପରେ ଗୋଟେ ଲେଖାଟେ ପଡିଛି, ଆଉ ଗୋଟେ ହାରଟେ ପଡିଛି। ମାନେ ଗୋଟେ ହାର ଥୁଆ ହେଇଛି, ତା ତଳେ କାଗଜଟେ ଥୁଆ ହେଇଛି। ସେ ଦେଖିଲେ ଯେ ମିନିମମ୍ ଏଇଟା 4,000 ଟଙ୍କା ଖଣ୍ଡେ ହବ। ହେଲା। ତାଙ୍କର ସେଇ ସମୟରେ ମନେ ପଡିଲା ଯେ ତାଙ୍କ ସ୍ତ୍ରୀ ଅନେକ ଦିନ ହେଲାଣି ବାରମ୍ବାର କହୁଥିଲା ଯେ ମୋ ପାଇଁ ଗୋଟେ ଚନ୍ଦ୍ରହାର କରିଦିଅ। ଆଉ ଆଙ୍କ ପାଖରେ ତ ଏତେ ଟଙ୍କା ନଥାଏ। ତେଣୁ କୋଉଠୁ ଆଉ ସେ ଚନ୍ଦ୍ରହାରଟେ ଆଣିଦେବେ। ତେଣୁ ସେ କିନ୍ତୁ ହଠାତ୍ ସେ ହାରଟେ ଦେଖିଲେ, ତାଙ୍କ ମନ ଟିକେ ଖୁସି ହେଲା। କିନ୍ତୁ ଦେଖିଲେ ଯେ ସେ ଟେବୁଲ ଉପରେ ଗୋଟେ ଚିଠିଟେ ରଖା ହେଇଛି। ଯୋଉ ହାର ତଳେ ସେଇ ଚିଠିଟି ବାହାର କଲେ, ପଢୁଛନ୍ତି। ସେଥିରେ ଲେଖା ହେଇଛି, ସେ ଚିଠିଟା ଆକ୍ଚୁଆଲି ଦେଖିବ ତାଙ୍କ ସ୍ତ୍ରୀଙ୍କର ଲେଖା। ତମେ ଯେତେ ପର୍ଯ୍ୟନ୍ତ ମତେ ଚନ୍ଦ୍ରହାର ବନାଇ ନ ଦେଇଛ, ସେ ପର୍ଯ୍ୟନ୍ତ ତୁମ ଦୁଆର ମୁଁ ମାଡିବିନି। ଏ ଚିଠିଟି ସେ ଲେଖିକି ବାପ ଘରକୁ ସିଏ ବି ରାତିରେ ପଳେଇଛି। ହୁତ ସେ ଘର ମାଲିକ ଆଉ ବୁଝି ପାରିଲା ନାହିଁ ଯେ କଣ ଏଇ ଖବର। ଆଉ ଇଏ ମହିଳା ବି ନାହାନ୍ତି, ତାଙ୍କ ସ୍ତ୍ରୀ ବି ନାହାନ୍ତି। ଆଉ ସେ ମହିଳା ଜଣକ ଯିଏ ଯାଇଛନ୍ତି, ଚନ୍ଦ୍ରହାରଟେ ଛାଡିକି ଯାଇଛନ୍ତି। ଠିକ ଅଛି। ସେ ଭାବିଲେ ଏଇଟା କାକତାଳିକ କି କଣ, ଏମିତି ଭାବୁଛନ୍ତି। ତା ଭିତରେ ସେଠୁ ଗଲେ, ସେ କହିଲେ ହଉ ଥାଉ ଦେଖିବା। କବାଟ ବନ୍ଦ କରି ଆସିକି ବସିକି ମାନେ ନିତ୍ୟକର୍ମ କରିବେ ବୋଲି ଭାବୁଛନ୍ତି। ସେପଟେ ମୁଣ୍ଡରେ କିନ୍ତୁ ଦିଟା ଯାକ ଚିନ୍ତା ଚାଲିଛି। ମହିଳା ଜଣକ ଗଲେ କୁଆଡେ, ସେ ହାରଟା ଛାଡି ଦେଇ ଗଲେ। ଏପଟରେ ତାଙ୍କ ସ୍ତ୍ରୀଙ୍କର ସେ ଚିଠିଟି। ନାଇଁ, ସେ ହାରଟିକୁ ସେ ରଖିଲେ। ସେ ମନେ ମନେ ସ୍ଥିର କଲେ ଯେ କଣ କରିବେ। ସେ ମହିଳା ଜଣକ କିଏ, ତାଙ୍କ ବିଷୟରେ ଖବର ନେବେ ଏବଂ ତାଙ୍କୁ ହାରଟି ପଠେଇଦେ ବୋଲି ଭାବିକି ସେ ହାରଟିକୁ ରଖିଲେ। କିଛି ଦିନ ପରେ, ଦିନେ ଦି ଦିନ ଭିତରେ ସେ ଖବର ନଉଛନ୍ତି କିଏ ଆସିଥିଲେ କଣ କହୁଛି। କିଛି ଦିନ ପରେ ତାଙ୍କ ସ୍ତ୍ରୀ ମନ ବୁଝିଗଲା କି କଣ, ବାପ ଘରୁ ଫେରି ଆସିଛନ୍ତି। ଆସିକି ପହଞ୍ଚିଲେ ତାଙ୍କ ଘରେ। ଆଉ ମୁଁ କହିଲି ଯାହା ହଉ ଭଲ ହେଲା। ଆଉ ସ୍ତ୍ରୀ ତ ଫେରି ଆସିଲା, କିନ୍ତୁ ଆ ମନରେ ଡର ହେଲା, ଯଦି ତା ସ୍ତ୍ରୀ ସେ ହାରଟିକୁ ଦେଖିଦବ, ତାହେଲେ ଲୋଭରେ ରଖିଦବ। ତେଣୁ କଣ କରିବି। ସିଏ ତାକୁ ସେ ହାରଟିକୁ ନେଇକିରି ଗୋଟେ କୋଇଲା ବସ୍ତା ଭିତରେ ପୁରେଇ ଦେଲା। ତେଣୁ ଯେମିତି ତା ସ୍ତ୍ରୀର ଆଖି ଆଉ ପଡିବନି। ଘର ମାଲିକ ଅ ଦିନେ ଘରେ ନାହିଁ। ସେଠୁ ତା ସ୍ତ୍ରୀ ଘର ସବୁ ସଫାସୁଫି କରି ଲାଗିଲା। ସେ ଦେଖିଲା ଯେ ଗୋଟେ ଜାଗାରେ କୋଇଲା ବସ୍ତା ପଡିଛି, ଆଉ କୋଇଲା ଗୁଡା ଚାରିଆଡେ କିଛି ବିଛେଇ ପଡିଛି। ତେଣୁ ସେ ତାକୁ ତରତର କରି ଯୋଉଟା କୋଇଲା ତଳେ ଯୋଉ ପଡିଥିଲା, ତାକୁ ସବୁ ଆଣି ସେ ବସ୍ତା ଭିତରେ ସଜାଡିଦେଲା। ସଜାଡିବା ପାଇଁ ଚେଷ୍ଟା କଲା ଆଉ। ସଜାଡିବାକୁ ଚେଷ୍ଟା କଲା ବେଳକୁ ହାତ କଳା ଫଳା ହବ। ତାପରେ ଭାବିଲା ଯେ କୋଇଲା ବସ୍ତାଟା ଏଠି କାହିଁ ରହିବ। ତେଣୁ ଆକୁ ଟେକିକି ନେଇଯାଏ, ନେଇକିରି ବାଡି ପଟେ ରଖିଦେଇ। ସେ ତ ଟେକିକି ନଉଛି, ଟେକି ନେଲା ବେଳକୁ କୋଇଲା କିଛି ଆହୁରି ପଡିଗଲା। ଏ ପଡିଗଲା ଯେମିତି, ତାକୁ ପୁଣି ଆଉ ଥରେ ଗୋଟେ ଗାଟି ନେଇ ଯୋଉଠି ବାଡିରେ ରଖିବ, କାହିଁକିନା ନେଇକି ଗଲା ବେଳକୁ ଟିକେ ଓଜନିଆ ବି ନା। ସେ ବସ୍ତା ଟା ଗଳି ପଡିଲା, କୋଇଲା ସବୁ ଅଧା ଖଣ୍ଡ କୋଇଲା ଗଳି ପଡିଲା, ତା ଭିତରେ ହାରଟି ବି ଗଳି ପଡିଲା। ଆରେ ହେ, ଆଉ ବୋଧେ କୋଇଲା ଦୋକାନରୁ କୋଇଲା ଆସିଲା ବେଳେ ହାରଟା ତା ଭିତରେ ପଶି ଆସିଛି। କିଏ ତା ସ୍ତ୍ରୀ ଭାବୁଛି। ଆଉ ତା ସ୍ଵାମୀ ଯଦି ଏକଥା ଜାଣିବ, ତାହେଲେ ସେ ହାରଟି ନେଇକି ସେ ଦୋକାନୀକୁ ଫେରଇ ଦବ। ତେଣୁ ତାକୁ ସେ ନେଇକି ଲୁଚେଇ ଦେଲା। ସେ ଭାବିଲା ଆକୁ ଲୁଚେଇ ଦେବି, ଗୋଟାଏ ହାର ତ ମୋର ମିଳିଗଲା। ତାପରେ ମୋ ସ୍ଵାମୀ ବି
ଆଉ ଗୋଟେ ହାର ଆଣି ଦବ, ତେଣୁ ମୋର ଦିଟା ହାର ହେଇଯିବ ଆଉ। ତାକୁ ନେଇକିରି ଗୋଟେ ଡବାରେ ରଖିଦବ। ତାପରେ ପୁଣି ଭାବିଲା ଯେ ଯଦି ଏ ଡବାଟା ସ୍ୱାମୀ ହାତରେ ପଡିଯାଏ, ଗୋଟେ କାମ କରିବି, ତାକୁ ଗୋଟେ ଚାକର ହାତରେ, ତାକୁ ସେ ଗୋଟେ ସେ ଡବାରେ ତାକୁ ପୂରେଇକି ତା ବାପ ଘରକୁ ପଠେଇଦେଲା। କହିଲା ଏଇଟା ନେଇକି ମା କୁ ଦେଇଦବୁ, ଆଉ କହିବୁ ଭଲ ଭାବରେ ରଖିଥବ। ସେ ଭାବିଲା ପରେ କେତେବେଳେ ଯାଇ ବାପ ଘରୁ ନେଇ ଆସିବ। ସେ ଚାକର ଚାକର ସେ ଲୋକଟି ନେଇକି ତାଙ୍କ ବାପ ଘରେ ପହଞ୍ଚିଲା। ପହଞ୍ଚିଲା ବେଳେ ଦେଖିଲା ସେତେବେଳକୁ ତା ମା ଘରେ ନଥିଲେ। ତେଣୁ ସେ ତା ଭାଉଜକୁ, ମାନେ ତା ସ୍ତ୍ରୀର ଯୋଉ ମାଲିକାଣୀଙ୍କର ଭାଉଜ ତାଙ୍କ ବାପ ଘରେ, ମାଲିକକୁ ଦେଇକି ଚାଲି ଆସିଲା। କହିଲା ଆଉ ଦେଇଛନ୍ତି, ଆଉ ଆପଣଙ୍କୁ ମାଙ୍କୁ ଦେଇଦେବେ, କହିବେ କହିଛନ୍ତି ଯେ ଆପଣ ଭଲ ଭାବେ ରଖିବେ। ସିଏ ଡବାଟା କଣ ବୋଲି ଦେଖି ଭାବିକି ତାକୁ ଖୋଲି ଦେଖିଲେ। ଦେଖିଲେ ଲଡୁ ଗୁଡିକ, ମାନେ ଲଡୁ ପଶିଛି। କହିଲେ କଣ ସାମାନ୍ୟ ଲଡୁ ଦେଇକିରି ପଠେଇଛି, ଆଉ ପୁଣି କହିଛି ଭଲରେ ରଖିଥବ। ତେଣୁ ସିଏ କହିଲେ ହଉ ଏ ଡବା ଭିତରେ କାହିଁ ରହିବ, ଲଡୁ ଗୁଡା ବାହାର କରିଦିଏ, ବନ୍ଦ ହେଇକି ରହିଲେ ଗନ୍ଧ ହବ। ଏଠି ବାହାର କଲା ତା ଭିତରେ ଚନ୍ଦ୍ରହାର। ସେ ଡବା ଭିତରେ, ଲଡୁ ଡବା ଭିତରେ ଚନ୍ଦ୍ରହାର ପୁରେଇକି ଦେଇଛି। ତେଣୁ ସେ କହିଲା ଆରେ ହେଇ, ମୋ ନଣନ୍ଦ ତ ବହୁତ ଚାଲାକ, ଶ୍ୱଶୁର ଘରୁ ଏମିତି ସବୁ ମା ପାଖକୁ ପଠେଇ ଦଉଛି। ହଉ, ଏମିତି ତ ଠିକ କଥା ନୁହଁ, ତାକୁ ଗୋଟେ ଉଚିତ ଶିକ୍ଷା ଦବ। ସିଏ ଗୋଟେ ବିଚାର କରି କଣ କଲା ନା, ସେ ଚନ୍ଦ୍ର ହାତୀ ନେଇ ଯେତେବେଳେ ତାଙ୍କ ସ୍ୱାମୀ ଫେରିଲେ, କାହା ସ୍ୱାମୀ, ମାନେ ସେ ଘର ମାଲିକାଣୀଙ୍କର ବଡ ଭାଇ ଯିଏ, ତାଙ୍କ ହାତରେ ଚନ୍ଦ୍ରହାଟି ଦେଇ କହିଲେ ଦେଖ, ଆଉ ତମେ ଏଇଟା ନେଇଯାଅ, ସୁନା ଦୋକାନରେ ଦେଇ ଅନ୍ୟ କିଛି ଗହଣା କରିନେଇ ଆସ। ଆଉ ସିଏ ତାର ଭାବିଲା, କହିଲା ଦବା ପାନେ ତ ଦବ ନଣନ୍ଦକୁ ଆଉ। ହଉ, ତେଣୁ ସିଏ ଯାଇକିରି କିଛି ଗହଣା ଗାଣ୍ଠି କରି ନେଇ ଆସିଲେ। ଏପଟରେ କଣ ହେଇଛି, ଇଏ ଯେତେବେଳେ ଚନ୍ଦ୍ରହାର ନେଇକି ଯାଇଛି କୋଉଠିକୁ, ସହରକୁ, ସିଏ ଅଳଙ୍କାର ଦୋକାନରେ ପହଞ୍ଚିକିରି ଯେତେବେଳେ ତାକୁ କହିଛି ଏ ଗହଣାଟା ଭାଙ୍ଗି ଅନ୍ୟ କୌଣସି ସୁନ୍ଦର ହାର ଦିଅ, ସିଏ ଦୋକାନୀ ଦେଖିଲା ଯେ ଇଏ ହାର ଆଙ୍କ ପାଖରେ କୋଉଠୁ ଆସିଲା। ତେଣୁ ଭଲରେ ଦେଖିଲା, ଦେଖିଲା ବେଳକୁ ସେ ହାରଟି, ତାକୁ ଜାଣି ପାରିଲା ଯେ ଇଏ ହାରଟା ଆଙ୍କର ନୁହଁ, ଏଇଟା ଯୋଉ ହାରଟି ଚୋରି ହେଇଯାଇଛି, ନିଶ୍ଚୟ କାହାର ଚୋରି ହେଇଛି, ଆଉ ତାକୁ ଇଏ ପାଇଛନ୍ତି କିମ୍ବା ଇଏ ଚୋରି କରିଛନ୍ତି। ସେ ସାଙ୍ଗେ ସାଙ୍ଗେ ସିପାହୀ ମାନଙ୍କୁ ଖବର ଦେଇଦେଲେ, ତାଙ୍କୁ ନେଇକି ଧରେଇଦେଲେ। କହିଲେ ଆଜ୍ଞା, ଆଉ ଇଏ ଚୋରି ଅଳଙ୍କାର ଆଣିକି ମତେ ଦଉଛନ୍ତି, ଆଉ ମୁଁ ଆକୁ କିଛି କରିବିନି, ଆପଣ ଆ କଥା ବୁଝନ୍ତୁ। ସିଏ ସେଠୁ ତାକୁ ଜେଲକୁ ନେଇକି ଗଲେ, ସିପାହୀକୁ ଧରି ପଳେଇ ନେଇଗଲେ ଜେଲ। କହିଲେ କୋଉଠୁ ଚୋରି କରି ଆଣିଛୁ କହ, ସିଏ କିଛି କହୁନି, ସେ କହୁଛି ମୋ ସ୍ତ୍ରୀ ଦେଇଛି। ଆରେ ତୋ ସ୍ତ୍ରୀ କୋଉଠୁ ଆଣିଲା, ତୁ ଯଦି ଦେଇନୁ ତୋ ସ୍ତ୍ରୀ ଆଣିଲା କୋଉଠୁ। ତାକୁ ଯେତେ ପଚାରିଛି ଆରେ ମୁଁ ଜମାରୁ ଚୋରେଇନି ଆଜ୍ଞା, ମୋ ସ୍ତ୍ରୀ ଦେଇଛି। ସେ କହିଲେ ତାହେଲେ ଠିକ ଅଛି, ତୋ ସ୍ତ୍ରୀ କି ଡାକି ଆଣ। ତା ସ୍ତ୍ରୀ କୁ ଡାକିଲେ, ତା ସ୍ତ୍ରୀ କହିଲେ ଆଜ୍ଞା ଏଇଟା ମୋର ନୁହଁ ଆଜ୍ଞା, ଆଉ ମୁଁ ଦେଇଛି ସତ ଯେ ଆମ ଘରେ ନାଇଁ, ମୋ ନଣନ୍ଦ ପଠେଇଥିଲେ। ସେଠୁ ଡକା ହେଲା ନଣନ୍ଦ, ନଣନ୍ଦକୁ ମାନେ ସେ ଯୋଉ ଘରର ମାଲିକିଆଣି, ତାକୁ ଡକା ହେଲା। ସିଏ ସିଏ ଆସି କହିଲା, ତାକୁ ଯେତେବେଳେ ପଚାରିଲା ସେ କହିଲା ଆଜ୍ଞା, ସେ ଡରିଗଲା। କହିଲା ଆଜ୍ଞା ମୁଁ ଆଜ୍ଞା କିଛି ଜାଣିନି, ଆମ ଘରେ କୋଇଲା ବସ୍ତା ଭିତରେ ଏଇଟା ମିଳିଲା। ସେଠୁ ସମସ୍ତେ ସିପାହୀ ସେଠୁ କଣ କଲେ, ସେ କୋଇଲା ଦୋକାନୀ କି ଗଲେ। କୋଇଲା ଦୋକାନକୁ ଯାଇକିରି ପଚାରିବେ ବୋଲି, କୋଇଲା ଦୋକାନୀ ପାଖକୁ ପହଞ୍ଚିବାକୁ ଜଷ୍ଟ ପହଞ୍ଚିଲା ବେଳକୁ ସେପଟୁ ତା ସ୍ଵାମୀ ଆସି ଘରେ ଦେଖିଲା ଯେ କଣ ସବୁ ସିପାହୀ ମାନେ ଆସି ପହଞ୍ଚି କୁଆଡେ ଯାଉଛନ୍ତି। କଣ ହେଇଛି ଖବର, ସେଠୁ କହିଲେ କଣ ଆଜ୍ଞା ଗୋଟେ ହାର ଚୋରି ହେଇଯାଇଥିଲା ଜଣେ ଧନୀ ମହିଳାଙ୍କର, ଆଉ ଇଏ ଆପଣଙ୍କ ଘରୁ ଏ ଚୋରି ଜିନିଷ ବାହାରିଛି, ଏବଂ ଏହା ଘଟିଛି, ସେ ସବୁ କହିଗଲେ। ଏ ସେଠୁ ଦେଖିଲେ ସମସ୍ୟା ବହୁତ ଜଟିଳ, ଜଟିଳ କରିବେ କଣ। ଇଏ ଗଲେ ସିପାହୀ ମାନଙ୍କ ପାଖକୁ, କହିଲେ ଆଜ୍ଞା ଆଉ ସତ କଥା ମୁଁ କହୁଛି ଶୁଣନ୍ତୁ, ମୁଁ ଜାଣିନାହିଁ, ଆଉ ଜଣେ ମହିଳା ରାତିରେ ଏମିତି ଦୌଡିକି ଆସିଥିଲେ, ଏବଂ ମୁଁ ତାଙ୍କୁ ଆଶ୍ରୟ ଦେଇଥିଲି, ଏବଂ ସକାଳକୁ ସିଏ ପଳେଇ ଯାଇଥିଲେ,
ଏ ହାରଟି ଥୁଆ ହେଇଥିଲା, ମୁଁ ତାକୁ ରଖିଥିଲି ଲୁଚେଇକି, ଖବର ପାଇଲେ ତାଙ୍କୁ ଦେବି ବୋଲି। ଆଜ୍ଞା ଏଇଟା କେହି ଆମେ ଚୋରେଇନୁ। ସିଏ କାହିଁ ସେ କଥା ଶୁଣିବେ? ସିଏ ସେଠୁ ତାଙ୍କୁ କହିଲେ ନାଇଁ ତମେ ବି ଚାଲ। ତାକୁ ନେଇକି ଗଲେ, ଯାଇକିରି ରାଜଦରବାରରେ ପହଞ୍ଚିଗଲେ। ସେଠି ଧନୀ ମହିଳାଙ୍କୁ ଖବର ଦିଆଗଲା। ଖୋଜା ହେଲା ନା ସେ କିଏ ଯାଇଛି, ଖବର ଅନ୍ତରେ ସାଙ୍ଗେ ସାଙ୍ଗେ ନେଇଗଲେ। ସେ ଧନୀ ମହିଳା ଆସି ପହଞ୍ଚିଲେ, କହିଲେ ଆଜ୍ଞା ନା ନାଇଁ ସେ ଯାହା କହୁଛନ୍ତି ଠିକ, ଏଇଟା ସେ ଚୋରେଇ ନାହାନ୍ତି, ଆଉ ଏଇଟା ମୁଁ ଜାଣି ଶୁଣିକି ଛାଡିକି ସେଠି ଆସିଥିଲି। ସିପାହୀ ମାନେ ପଚାରିଲେ ଯେ ଆପଣ ଛାଡି କାହିଁକି ଆସିଲେ? ସେ କହିଲେ ଆଜ୍ଞା ମୁଁ ଯୋଉ ଖଟରେ ଶୋଇଥିଲି ତାରି ପାଖରେ ତାଙ୍କ ସ୍ତ୍ରୀର ସେ ଯୋଉ ଚିଠିଟି ମୁଁ ପଢିଥିଲି। ସେଥିରେ ସେ ଲେଖିଛନ୍ତି ଯେ ମୁଁ ଚନ୍ଦ୍ରହାର ତମେ ଯେ ପର୍ଯ୍ୟନ୍ତ ନ ଦେଇଥିବ ସେ ପର୍ଯ୍ୟନ୍ତ ମୁଁ ଆଉ ଫେରିବିନି। ତେଣୁ ମୁଁ ଦେଖିଲି ଯେ ଏତେ ଜଣେ ଭଦ୍ର ମହାନ ଉତ୍ତମ ବ୍ୟକ୍ତି, ଆଉ ସିଏ ତାଙ୍କ ସ୍ତ୍ରୀଙ୍କର ଯୋଉ ଇଚ୍ଛା ପୂରଣ କରି ପାରିନାହାନ୍ତି, କିନ୍ତୁ ଦେଖ ଆଉ କେତେ ଅତିଥି ସେବା କଲେ, ମତେ ମାନେ ସୁରକ୍ଷା ଦେଲେ। ତେଣୁ ମୋର ଇଚ୍ଛା ହେଲା ଯେ ଇଏ ହାରଟା ଗୋଟେ ହାର ଦେଇଦେଲେ ମୋର କଣ ଯିବ, ତେଣୁ ମୁଁ ସେଇଟା ଜାଣି ଶୁଣି ଛାଡି ଦେଇ ଯାଇଥିଲି। ତା ସ୍ତ୍ରୀ ସେଇଠି ଥାଆନ୍ତି, ସମସ୍ତେ ସେଇଠି ଥାଆନ୍ତି ନା। ସେ ଟିକେ ମୁହଁ ତଳକୁ ରହିଲେ, କହିଲେ ଦେଖ ସେ ଭାବୁଛନ୍ତି ଯେ ମୁଁ ମୋ ସ୍ୱାମୀର କଥା ବୁଝିପାରିଲି ନାହିଁ, କିନ୍ତୁ ଏତେ ସାଧୁ ବ୍ୟକ୍ତି ଜଣେ ମହିଳାଙ୍କୁ ରାତିରେ ସୁରକ୍ଷା ଦେବା ସହିତ ସେ ହାରଟିକୁ ଲୁଚେଇ ରଖିଥିଲେ ଏଇଥିପାଇଁ ଯେ ତାଙ୍କୁ ଫେରେଇ ଦେବେ। ଏ ପ୍ରକାର ନିର୍ଲୋଭ ବ୍ୟକ୍ତିଙ୍କୁ ପାଇକିରି ମୁଁ ପୁଣି ଏତେ ଲୋଭୀ ହେଇଥିଲି ଯେ ହାର ନହେଲେ ମୋ ସ୍ୱାମୀକୁ ଛାଡି ଦେଇଯିବି ବୋଲି ଭାବିଥିଲି। ତେଣୁ ସେ କ୍ଷମା ପ୍ରାର୍ଥନା କଲେ ଯେ ନାଇଁ ମୁଁ ଆଉ କେବେ ଏମିତି କିଛି ଜିନିଷ ଦାବି କରିବି ନାହିଁ ଯୋଉଟା ତୁମେ ଦେଇପାରିବ ନାହିଁ, ଆଉ ମତେ ତମେ କ୍ଷମା କର, ଆଉ ମୋର ଏ ହାର ବି ଦରକାର ନାହିଁ। ଆଉ ଧନୀ ସେ ମହିଳାଙ୍କୁ ହାରଟି ଫେରେଇ ଦିଆଯାଉ। ଦୁଇ ଜଣ ଯାକ ନେଇକି ହାର ମହିଳାଙ୍କୁ ଫେରଉଛନ୍ତି। ମହିଳା କହିଲେ ନାଇଁ ଦେଖ, ଆଉ ମତେ ଯେହେତୁ ସୁରକ୍ଷା ଦେଇଥିଲ, ମୋର ବି କିଛି ଗୋଟେ କର୍ତ୍ତବ୍ୟ ରହିଛି, ଆଉ ମୁଁ ତୁମକୁ ମୋର ନିଜର ଭାଇ ବୋଲି ଭାବୁଛି, ଏବଂ ତୁମେ ମୋର ଭଉଣୀ, ତେଣୁ ତୁମେ ନିଅ, ଏଇଟା ମୁଁ ତୁମକୁ ଉପହାର ସ୍ୱରୂପ ଦଉଛି। ତୁମେ ଯେହେତୁ ବଦଳି ଯାଇଛ, ତେଣୁ ସେ ବଦଳିବାର ଉପହାର ତମେ ଏଇଟା ନିଅ। ତେଣୁ ଚନ୍ଦ୍ରହାର ସେ ପାଇଲେ ଏବଂ ଖୁସିରେ ରହିଲେ। ମା, ଥ୍ୟାଙ୍କ ୟୁ ଅଲ୍, ରବେଶ।